ବର୍ତ୍ତମାନ ସମୟ ଆଉ ଅଳ୍ପ ଘଡ଼ି ଭିତରେ ରାତି 12ଟା ପରେ ପରେ ସେପ୍ଟେମ୍ବର 5 ତାରିଖ ଆସିବ, ଯେଉଁ ଦିନ ଗୁରୁ ଦିବସ ମନେଇବା ପାଇଁ ସାରା ଭାରତରେ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ହୋଇଥିଲା। ସେମିତି ଗୋଟିଏ ଦିନରେ ନାଟକର ଏକ ଆନ୍ଦୋଳନ ମଧ୍ୟ ଏଇ କିଛି ଦିନ ତଳେ ଜନ୍ମ ନେଇଛି। ତେବେ ତାକୁ ମୁଖ୍ୟ ଭାବରେ ଚଲାଉଥିବା ଦିନେଶ, ଯିଏ ତାର ଆନ୍ଦୋଳନର ନାଁ ଦେଇଛି ଅଲ୍ଟରନେଟିଭ ରିଦମ୍ ଅଫ୍ ଥିଏଟର, ଅର୍ଥାତ୍ ଏକ ବିକଳ୍ପ ଧାରାର ନାଟକ, ବିକଳ୍ପ ତାଳର ନାଟକ। ସେହି ପ୍ରକାରର ନାଟକ କ'ଣ ସେ ବିକଳ୍ପ କରିବ ତାର ଖୋଜରେ ସେ ଅଛି। ତେଣୁ ART ପ୍ରତ୍ୟେକ ବର୍ଷକୁ ବର୍ଷ କିଛି କିଛି ନୂଆ କଥା କରୁ, ନୂଆ ଚିନ୍ତା କରୁ ଏବଂ ଆମର ଏକ ଉତ୍ତରଦାୟିତ୍ୱ, ଯିଏ ଆମ ରାଜ୍ୟ ପାଇଁ, ଆମ ଦେଶ ପାଇଁ ଏବଂ ଏ ପୃଥିବୀ ପାଇଁ ଏକ ବଡ଼ ଦାନର ମଞ୍ଜି ଭାବରେ ନଟରାଜଙ୍କ ସପକ୍ଷରେ ଯୁଦ୍ଧ କରୁଥିବା ଜଣେ ମଣିଷ ହେଉ, ଏହି ଶୁଭେଚ୍ଛା ଦେଇ ତାଙ୍କର ଶୁଭକାମନା ମନାସୁଛି। ବହୁତ ଦିନ ପର୍ଯ୍ୟନ୍ତ ଏ ଜୀବନଯାତ୍ରା, ନାଟକର ଜୀବନଯାତ୍ରା, ଯାହା ଏକ ସମ୍ପୂର୍ଣ୍ଣ ସମୟଦାତାମାନଙ୍କର ବି ଗୋଟିଏ ପୀଠ ହେବ, ସେଇଭଳି ଢଙ୍ଗରେ ଆଗକୁ ଚାଲିବାର ଆଶା ରଖି ରହୁଛି।